ଭାରତୀୟ ଅର୍ଥନୀତିକୁ ଟ୍ରିପଲ ଆଟାକ୍। ମହଙ୍ଗା ତେଲ ପରେ ପ୍ରଚଣ୍ଡ ଖରା ଓ କମ୍ ବର୍ଷା ବଢ଼ାଇଲା ଚିନ୍ତା। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ ସବୁଠୁ ପ୍ରଥମେ ପାଇବା ପାଇଁ। ଭାରତୀୟ ଅର୍ଥନୀତି ପାଇଁ ଆଗକୁ ମାଡ଼ି ଆସୁଛି ବିପତ୍ତି। ଏକା ସାଙ୍ଗରେ ତିନୋଟି ବଡ଼ ସଙ୍କଟ ବା ଟ୍ରିପଲ ଆଟାକ୍ ଭାରତର ଅଭିବୃଦ୍ଧିକୁ ବ୍ରେକ୍ ଲଗାଇବାକୁ ଯାଉଛି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଆକାଶଛୁଆଁ ଦର ପରେ ଏବେ ଦେଶରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ମୌସୁମୀ ବର୍ଷା କମ୍ ହେବାର ପୂର୍ବାନୁମାନ ନୀତି ନିର୍ଦ୍ଧାରକଙ୍କ ନିଦ ହଜାଇ ଦେଇଛି। ବୁଲମର୍ଗର ରିପୋର୍ଟ ଅନୁଯାୟୀ ଶକ୍ତି ସଙ୍କଟ ପରେ ଏବେ ଖାଦ୍ୟ ମୁଦ୍ରାସ୍ଫୀତି ବା ଖାଦ୍ୟ ପଦାର୍ଥର ଦରଦାମ ବୃଦ୍ଧି ଅର୍ଥବ୍ୟବସ୍ଥା ପାଇଁ ସବୁଠାରୁ ବଡ଼ ବିପଦ ଭାବେ ଉଭା ହୋଇଛି। ପ୍ରଥମରେ ବିଦ୍ୟୁତ୍ ଚାହିଦାରେ ରେକର୍ଡ ବୃଦ୍ଧି। ଉତ୍ତର ଭାରତର ଅନେକ ସ୍ଥାନରେ ତାପମାତ୍ରା 47 ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି। ଏହି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଘରଠାରୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ ଏସି ଓ କୁଲର ବ୍ୟବହାର ଅହେତୁକ ଭାବେ ବଢ଼ିଛି। ଫଳରେ ଦେଶରେ ବିଦ୍ୟୁତ୍ ଚାହିଦା ସର୍ବକାଳୀନ ରେକର୍ଡ ସ୍ତର 256 ଗିଗାୱାଟରେ ପହଞ୍ଚିଛି। ଏହା ଶକ୍ତି ସମ୍ପଦ ଉପରେ ଅତିରିକ୍ତ ଚାପ ସୃଷ୍ଟି କରୁଛି। ଦ୍ୱିତୀୟରେ କୃଷି କ୍ଷେତ୍ରରେ ମୌସୁମୀ ସଙ୍କଟ। ଭାରତୀୟ କୃଷି ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ। ଜୁନରୁ ସେପ୍ଟେମ୍ବର ମଧ୍ୟରେ ହେଉଥିବା ବର୍ଷା କୃଷି ପାଇଁ ଜୀବନରେଖା ସଦୃଶ। ମାତ୍ର ଚଳିତ ବର୍ଷ ବର୍ଷା ସ୍ୱାଭାବିକ ଠାରୁ କମ୍ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଯଦି ବର୍ଷା କମ୍ ହୁଏ ତେବେ ଧାନ ଓ ଅନ୍ୟାନ୍ୟ ଫସଲ ଉତ୍ପାଦନ ବାଧାପ୍ରାପ୍ତ ହେବ। ତୃତୀୟରେ ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼। ଅର୍ଥଶାସ୍ତ୍ରୀଙ୍କ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର 5% ଅତିକ୍ରମ କରିପାରେ। ଆର୍ବିଆଇ ଏହାକୁ 4.6% ମଧ୍ୟରେ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନର ସ୍ଥିତି ଏହି ଲକ୍ଷ୍ୟକୁ ବିଫଳ କରିପାରେ। ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ବ୍ୟାଙ୍କିଂ ଗ୍ରୁପର ବରିଷ୍ଠ ଅର୍ଥଶାସ୍ତ୍ରୀ ଧୀରଜ ନିମ୍ସ କହିବା ଅନୁଯାୟୀ ଭୀଷଣ ଗରମ ଏବଂ ନିଶ୍ଚିତ ମୌସୁମୀ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପାଇଁ ମୁଖ୍ୟ କାରଣ ସାଜିବ। ଗୋଟିଏ ପଟେ ଇରାନ ଇସ୍ରାଏଲ ଯୁଦ୍ଧ ପରିସ୍ଥିତି ପାଇଁ ଅଶୋଧିତ ତୈଳ ବ୍ୟାରେଲ ପିଛା $100 ଟପିଥିବା ବେଳେ ଅନ୍ୟପଟେ ଚାଷ ଖର୍ଚ୍ଚ ବୃଦ୍ଧି ପାଉଛି। ଏହି ସମସ୍ତ କାରଣ ଏକାଠି ହୋଇ ଏକ ପରଫେକ୍ଟ ଷ୍ଟର୍ମ ବା ମହାବିପତ୍ତି ସୃଷ୍ଟି କରିବାର ସମ୍ଭାବନା ରହିଛି। ତେବେ ସାଧାରଣ ଜନତାଙ୍କ ଉପରେ କି ପ୍ରଭାବ ପଡ଼ିବ? ଗ୍ରାହକ ମୂଲ୍ୟ ସୂଚକାଙ୍କ ବା ମୁଦ୍ରାସ୍ଫୀତି ଗଣନାରେ ଖାଦ୍ୟ ପଦାର୍ଥର ଅଂଶ 37% ରହିଥାଏ। ପନିପରିବା, ଡାଲି ଓ ଶସ୍ୟର ଦାମ ବଢ଼ିଲେ ସାଧାରଣ ଲୋକଙ୍କ ରୋଷେଇ ଘର ବଜେଟ୍ ବିଗିଡ଼ିଯିବ। ଭାରତର 60%ରୁ ଅଧିକ ଜନସଂଖ୍ୟା ଗାଁରେ ରୁହନ୍ତି। ଫସଲ ଖରାପ ହେଲେ ଚାଷୀଙ୍କ ଆୟ କମିବ, ଯାହାଫଳରେ ଗ୍ରାମାଞ୍ଚଳରେ ଜିନିଷପତ୍ରର ଚାହିଦା ହ୍ରାସ ପାଇବ। ତେବେ ବର୍ଷା କମ୍ ହେଲେ ଚାଷୀଙ୍କୁ ଡିଜେଲ ପମ୍ପ ଉପରେ ନିର୍ଭର କରିବାକୁ ପଡ଼ିବ। ତେଲ ଦର ଅଧିକ ଥିବାରୁ ଚାଷ ଖର୍ଚ୍ଚ ବହୁଗୁଣିତ ହୋଇଯିବ। ଏତେ ସବୁ ନକାରାତ୍ମକ ପରିସ୍ଥିତି ମଧ୍ୟରେ କିଛି ଆଶାବାଦୀ ଖବର ମଧ୍ୟ ରହିଛି। ନମରା ହୋଲ୍ଡିଂସ୍ ଅନୁଯାୟୀ ଭାରତ ପାଖରେ ଏବେ ପର୍ଯ୍ୟାପ୍ତ ପରିମାଣର ଗହମ ଓ ଚାଉଳର ବଫର ଷ୍ଟକ୍ ଗଚ୍ଛିତ ଅଛି। ଏହା ଦରଦାମ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ। ଏହା ସହ ଆଧୁନିକ ଜଳସେଚନ ବ୍ୟବସ୍ଥା ଏବଂ ଜଳବାୟୁ ସହନଶୀଳ ବିହନ ଯୋଗୁଁ ପୂର୍ବ ଅପେକ୍ଷା ଏଲ୍‌ନିନୋର ପ୍ରଭାବ ଚାଷ ଉପରେ କମ୍ ପଡ଼ିବ ବୋଲି ଆଶା କରାଯାଉଛି। ତଥାପି ଆଗାମୀ କିଛି ମାସ ଭାରତୀୟ ମଧ୍ୟବିତ୍ତ ପରିବାର ଏବଂ ସରକାରଙ୍କ ପାଇଁ ଏକ ବଡ଼ ପରୀକ୍ଷାର ସମୟ ହେବାକୁ ଯାଉଛି ବୋଲି ଆକଳନ କରାଯାଇଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।